जय जगन्नाथ पिलामाने तुमମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ମାତୃଭାଷା ଦିବସ କୁଇଜ୍। ପ୍ରଥମ କ୍ୱେଶ୍ଚିନ୍, କେତେ ମସିହାଠାରୁ ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ମାନ୍ୟତା ମିଳିଲା? ଏହାର ସଠିକ୍ ଉତ୍ତର ହେଉଛି 1954 ମସିହା। 2 ନମ୍ବର କ୍ୱେଶ୍ଚିନ୍, ଓଡ଼ିଆ ଭାଷା କେବେ ଶାସ୍ତ୍ରୀୟ ଭାଷା ଭାବରେ ମାନ୍ୟତା ପାଇଥିଲା? ଏହାର ସଠିକ୍ ଉତ୍ତର ହେଉଛି 2014 ମସିହା। 3 ନମ୍ବର କ୍ୱେଶ୍ଚିନ୍, ୟୁନେସ୍କୋ ଫେବୃଆରୀ 21କୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ରୂପେ କେଉଁ ମସିହାରେ ଘୋଷଣା କରିଥିଲେ? ଏହାର ସଠିକ୍ ଉତ୍ତର ହେଉଛି 17 ନଭେମ୍ବର 1999 ମସିହା। 4 ନମ୍ବର କ୍ୱେଶ୍ଚିନ୍, ଅନ୍ତର୍ଜାତୀୟ ମାତୃଭାଷା ଦିବସ କେବେ ପାଳିତ ହୁଏ? ଏହାର ସଠିକ୍ ଉତ୍ତର ହେଉଛି ପ୍ରତିବର୍ଷ ଫେବୃଆରୀ ମାସ 21 ତାରିଖ। 5 ନମ୍ବର କ୍ୱେଶ୍ଚିନ୍, ଓଡ଼ିଆ ବର୍ଣ୍ଣବୋଧର ରଚୟିତା କିଏ? ଏହାର ସଠିକ୍ ଉତ୍ତର ହେଉଛି ମଧୁସୂଦନ ରାଓ। 6 ନମ୍ବର କ୍ୱେଶ୍ଚିନ୍, ବନ୍ଦେ ଉତ୍କଳ ଜନନୀ କିଏ ଲେଖିଥିଲେ? ଏହାର ସଠିକ୍ ଉତ୍ତର ହେଉଛି କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର। 7 ନମ୍ବର କ୍ୱେଶ୍ଚିନ୍, ଓଡ଼ିଆ ପ୍ରାର୍ଥନା ଆହେ ଦୟାମୟ ବିଶ୍ୱ ବିହାରୀ କିଏ ଲେଖିଥିଲେ? ଏହାର ସଠିକ୍ ଉତ୍ତର ହେଉଛି ରାମକୃଷ୍ଣ ନନ୍ଦ। 8 ନମ୍ବର କ୍ୱେଶ୍ଚିନ୍, 6 ମାଣ 8 ଗୁଣ୍ଠ ଉପନ୍ୟାସ କିଏ ରଚନା କରିଥିଲେ? ଏହାର ସଠିକ୍ ଉତ୍ତର ହେଉଛି ବ୍ୟାସକବି ଫକୀରମୋହନ ସେନାପତି। 9 ନମ୍ବର କ୍ୱେଶ୍ଚିନ୍, ୟୁନେସ୍କୋ ମାତୃଭାଷା ପୁରସ୍କାର ପାଇଥିବା ପ୍ରଥମ ଭାରତୀୟ କିଏ? ଏହାର ସଠିକ୍ ଉତ୍ତର ହେଉଛି ମହେନ୍ଦ୍ର କୁମାର ମିଶ୍ର। 10 ନମ୍ବର କ୍ୱେଶ୍ଚିନ୍, କେଉଁ ମସିହାରେ ମହେନ୍ଦ୍ର କୁମାର ମିଶ୍ର ମାତୃଭାଷା ପୁରସ୍କାର ପାଇଛନ୍ତି? ଏହାର ସଠିକ୍ ଉତ୍ତର ହେଉଛି 2023 ମସିହା। 11 ନମ୍ବର କ୍ୱେଶ୍ଚିନ୍, ଭାରତରେ କେଉଁ ଭାଷାକୁ ଭାଷାର ରାଣୀ କୁହାଯାଏ? ଏହାର ସଠିକ୍ ଉତ୍ତର ହେଉଛି କନ୍ନଡ଼ ଭାଷା। 12 ନମ୍ବର କ୍ୱେଶ୍ଚିନ୍, ଭାରତରେ କେଉଁ ଭାଷାକୁ ଭାଷାର ରାଜା ବୋଲି କୁହାଯାଏ? ଏହାର ସଠିକ୍ ଉତ୍ତର ହେଉଛି ସଂସ୍କୃତ ଭାଷା। 13 ନମ୍ବର କ୍ୱେଶ୍ଚିନ୍, ବ୍ୟାସକବି ଭାବେ କିଏ ପରିଚିତ? ଏହାର ସଠିକ୍ ଉତ୍ତର ହେଉଛି ଫକୀରମୋହନ ସେନାପତି। 14 ନମ୍ବର କ୍ୱେଶ୍ଚିନ୍, ଭକ୍ତକବି ନାମରେ କିଏ ପରିଚିତ? ଏହାର ସଠିକ୍ ଉତ୍ତର ହେଉଛି ମଧୁସୂଦନ ରାଓ। 15 ନମ୍ବର କ୍ୱେଶ୍ଚିନ୍, ସ୍ୱଭାବ କବି ଭାବେ କିଏ ପରିଚିତ? ଏହାର ସଠିକ୍ ଉତ୍ତର ହେଉଛି ଗଙ୍ଗାଧର ମେହେର। 16 ନମ୍ବର କ୍ୱେଶ୍ଚିନ୍, କବି ସମ୍ରାଟ ଭାବେ କିଏ ପରିଚିତ? ଏହାର ସଠିକ୍ ଉତ୍ତର ହେଉଛି ଉପେନ୍ଦ୍ର ଭଞ୍ଜ। 17 ନମ୍ବର କ୍ୱେଶ୍ଚିନ୍, ପଲ୍ଲୀକବି ଭାବରେ କିଏ ପରିଚିତ? ଏହାର ସଠିକ୍ ଉତ୍ତର ହେଉଛି ନନ୍ଦକିଶୋର ବଳ। 18 ନମ୍ବର କ୍ୱେଶ୍ଚିନ୍, ଓଡ଼ିଆ ମହାଭାରତର ରଚୟିତା କିଏ? ଏହାର ସଠିକ୍ ଉତ୍ତର ହେଉଛି ସାରଳା ଦାସ। 19 ନମ୍ବର କ୍ୱେଶ୍ଚିନ୍, ଲାବଣ୍ୟବତୀ କିଏ ରଚନା କରିଥିଲେ? ଏହାର ସଠିକ୍ ଉତ୍ତର ହେଉଛି ଉପେନ୍ଦ୍ର ଭଞ୍ଜ। 20 ନମ୍ବର କ୍ୱେଶ୍ଚିନ୍, ଦାଣ୍ଡି ରାମାୟଣର ରଚୟିତା କିଏ? ଏହାର ସଠିକ୍ ଉତ୍ତର ହେଉଛି ବଳରାମ ଦାସ। 21 ନମ୍ବର କ୍ୱେଶ୍ଚିନ୍, ଗୀତଗୋବିନ୍ଦର ରଚୟିତା କିଏ? ଏହାର ସଠିକ୍ ଉତ୍ତର ହେଉଛି ଜୟଦେବ। 22 ନମ୍ବର କ୍ୱେଶ୍ଚିନ୍, ଭାରତୀୟ ସମ୍ବିଧାନରେ କେତୋଟି ଭାଷାକୁ ସରକାରୀ ଭାଷାର ମାନ୍ୟତା ମିଳିଛି? ଏହାର ସଠିକ୍ ଉତ୍ତର ହେଉଛି 22ଟି ଭାଷାକୁ ସରକାରୀ ଭାଷାର ମାନ୍ୟତା ମିଳିଛି। 23 ନମ୍ବର କ୍ୱେଶ୍ଚିନ୍, କେଉଁ ଦେଶର ଭାଷା ଆନ୍ଦୋଳନକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଏହା କରାଯାଇଥିଲା? ଏହାର ସଠିକ୍ ଉତ୍ତର ହେଉଛି ବାଂଲାଦେଶ।
24 नंबर क्वेश्चन मालिकार लेखक किए यार सठिक उत्तर हेउची अच्युतानंद दास। 25 नंबर क्वेश्चन डाकमुनिसी गल्पर रचयिता किए यार सठिक उत्तर हेउची फकीर मोहन सेनापति। 26 नंबर क्वेश्चन अमृतर संतान पुस्तकर लेखक किए यार सठिक उत्तर हेउची कान्हूचरण महांती। 27 नंबर क्वेश्चन तपस्विनी काव्यर रचयिता किए यार सठिक उत्तर हेउची गंगाधर मेहेर। 28 नंबर क्वेश्चन दरबार काव्यर रचयिता किए यार सठिक उत्तर हेउची राधानाथ राय। 29 नंबर क्वेश्चन ओडिया साहित्यर राणी उपाधि काहाकू दिया जाई अछि यार सठिक उत्तर हेउची प्रतिभा राय। 30 नंबर क्वेश्चन ओडिया भाषा रे गीतिनाट्य किए आरंभ करथिले यार सठिक उत्तर हेउची वैष्णव पाणी। 31 नंबर क्वेश्चन ओडिया भाषा पाई ज्ञानपीठ पुरस्कार पाइथिबा प्रथम व्यक्तिଙ୍କ नाम कौन यार सठिक उत्तर हेउची गोपीनाथ महांती। 32 नंबर क्वेश्चन व्यासदेव केउ भाषा रे महाभारत लिखिथिले यार सठिक उत्तर हेउची संस्कृत भाषा रे महाभारत लिखिथिले। 33 नंबर क्वेश्चन वाल्मीकि केउ भाषा रे रामायण लिखिथिले यार सठिक उत्तर हेउची वाल्मीकि संस्कृत भाषा रे रामायण लिखिथिले। 34 नंबर हनुमान चालीसा रे केतोटी पद अछि यार सठिक उत्तर हेउची 40 टी पद। शेष प्रश्न 35 नंबर केउ ओडिया काव्यर प्रत्येक धाड़ी ब अक्षर रु आरंभ होईछि यार सठिक उत्तर हेउछि वैदेहीश विलास। पिलामाने तुम मानक पई एई 35 टी क्वेश्चन मातृभाषा दिवस उपलक्षे मु प्रस्तुत करिछि। तुमे माने एई वीडियो को देखि एई क्वेश्चन गुड़िकर उत्तर को भल भाबरे मने रखिबो। थैंक यू।